ଭାଇ ସର୍ବପ୍ରଥମେ ମୋର ସମସ୍ତ ଭାରତବାସୀ ଓଡ଼ିଶାବାସୀ ଯେତେ ସମସ୍ତେ ଅଛନ୍ତି ସମସ୍ତେ ପ୍ରଥମେ ମୋର କୋଟି କୋଟି ନମ ଜୟ ଜଗନ୍ନାଥ। ଭାଇ ମୁଁ ଆଜି ଭିଡ଼ିଓଟା ଏଇଥିପାଇଁ କରିଛି, ମୋ ଭଳି ବି ବହୁତ ପୁଅ ଅଛନ୍ତି, ତାଙ୍କ ଲାଇଫ୍ରେ କେତେ ପ୍ରକାର କ'ଣ କ'ଣ ଟେନସନ୍ ଅଛି ସେମାନେ ସବୁ ଜାଣିଛନ୍ତି। ମୁଁ ବହୁତ ଏଠି କିଛି ସଫେଇ ଦେବା ଦରକାର ନାହିଁ, ହେଲେ ଏତିକି ଗୋଟେ ଜିନିଷ କହୁଛି, ଯେଉଁମାନେ ବି ଟେନସନ୍ରେ ରହୁଛନ୍ତି ଆପଣମାନଙ୍କର ଯିଏ ଇଷ୍ଟ ତା ଉପରେ ସବୁ କିଛି ଛାଡ଼ି ଦିଅନ୍ତୁ। ଭାଇମାନେ ବିଶ୍ୱାସ କରିବେନି, ମୁଁ ହେଉଛି ନିଜେ ଆପଣଙ୍କ ସାମ୍ନାରେ ଯେଉଁ ଭିଡ଼ିଓ କରୁଛି ଏଠି, ମୁଁ ଆପଣଙ୍କ ସାମ୍ନାରେ ହେଉଛି ଜ୍ୱଳନ୍ତ ଉଦାହରଣ। ଆପଣଙ୍କର ଜୀବନ ପୁରା ଖୁସିରେ ଚାଲିବ, ଜାଣିପାରିବେନି କ'ଣ ହେଉଛି କ'ଣ ନାହିଁ, ବୁଝିଲେ। ଆଉ ସମସ୍ତଙ୍କ ପରିବାର ତ ସମସ୍ତେ ବହୁତ ଦୁଃଖ କଷ୍ଟ ଭିତରେ ରହୁଛନ୍ତି ଭାଇ। ଯେତେ ଥାଉ ଯାହା ବି ଥାଉ ସମସ୍ତ ମନରେ କିଛି ନା କିଛି ଦୁଃଖ ଅଛି, ହେଲେ ଦୁଃଖ ଭିତରେ ପୁଣି ଦୁଃଖର ସୀମା ପାର ହେଲା ପରେ ଯେଭଳି କଷ୍ଟ ଏ ଭାଇ ଅଙ୍ଗେ ଲିଭେଇଛି ସେ ଜାଣିଛି। ତେଣୁ ଦୁଃଖ ମନକୁ ରଖନି, ତମର ଯେ ଆରାଧ୍ୟ ଠାକୁର ତାଙ୍କ ଉପରେ ସବୁ ଜିନିଷ ଛାଡ଼ିଦିଅ, ସବୁ ଠିକ୍ ହେଇଯିବ। ମୁଁ ବି ଭାଇ ବହୁତ ଭଙ୍ଗା ମଣିଷଟିଏ, ଭାଙ୍ଗି ଯାଇଛି ବହୁତ, ଆଉ ନିଜର ଯାହା ଯାହା ଭୁଲ ବି ମୋ ଜୀବନରେ କରିଛି ତାକୁ ବି ସୁଧାରି ଦେଇଛି। ଯଦି ବି ଆଉ କିଛି ସୁଧାରିବା ପାଇଁ ଅଛି, ମୋର ଯିଏ ଇଷ୍ଟ ତାଙ୍କ ନିର୍ଦ୍ଦେଶରେ ସବୁ ଚାଲିଛି ନା। ମୁଁ ବି ଏଠି ଯେଉଁ ଭିଡ଼ିଓଟି କରୁଛି କାହା ମାଧ୍ୟମରେ, ତାଙ୍କ ମାଧ୍ୟମରେ ହିଁ କରୁଛି। ଏଠି ମୋ ମନକୁ ଆସିଲାନି ଯେ ମୁଁ ଆଜି ଗୋଟେ ମନ ଏଠି କିଛି କାମ ଦେବନି, ମନକୁ କଣ୍ଟ୍ରୋଲ୍ କରିବା ଲୋକ ହେଉଛି ଜଣେ। ସେଥିପାଇଁ ଏସବୁ ଜିନିଷ ଗୁଡ଼ାକ ମୁଁ ଭିଡ଼ିଓ ମାଧ୍ୟମରେ କହିବାକୁ ଯାଉଛି। ଜୀବନ ବଡ଼ ବିଚିତ୍ର, ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ଯେତେ ଦୁଃଖ ଥାଉ ସବୁ ମନକୁ ସାନ୍ତ୍ୱନା ଦେଇ ସବୁ ସେ ଇଷ୍ଟ ଉପରେ ଛାଡ଼ି ଦିଅନ୍ତୁ, ଦେଖିବେ ସବୁ ଠିକ୍ ହେଇଯିବ ଭାଇ, ସବୁ ଠିକ୍ ହେଇଯିବ ଭାଇମାନେ। ଜୟ ଜଗନ୍ନାଥ। ଆଉ କ'ଣ କହିବି, ଆଉ ଦେଖିବା ଆଉ କରିଥିଲେ କ'ଣ ଗୋଟେ ଭଲ ଭିଡ଼ିଓ ଯଦି ମୋ ମନକୁ ଆସିଲା ଆପଣମାନଙ୍କୁ ସେୟାର କରିବି।